ବୈଦେହୀ ଜାନକୀ ସୀତା ଦେବୀଙ୍କର ପବିତ୍ର ରାମାୟଣ ମଧ୍ୟରେ 5ଟି ଭୁଲ କରିଛନ୍ତି ମା ସୀତା ଦେବୀ। ଆପଣ କହିବେ ସୀତା ଦେବୀ ପତିପରାୟଣା, ଆର୍ଯ୍ୟାବର୍ତ୍ତ ଭୂଖଣ୍ଡରେ ଆଦର୍ଶ ନାୟିକା ବୋଲି ଯାହାଙ୍କୁ କୁହାଯାଏ। ଯଦି ଏ ନାରୀ ସମାଜ କିଛି ଶିକ୍ଷା ଲାଭ କରିବ, ସୀତା ଦେବୀଙ୍କ ନିକଟରୁ ଶିକ୍ଷା ଲାଭ କରିବ। ପୁଣି ସେ ସୀତା ଦେବୀ କେମିତି ବା ଭୁଲ କଲେ? କୋଉ 5ଟି ଭୁଲ କଲେ ରାମାୟଣ ମଧ୍ୟରେ? ନିଶ୍ଚିତ ଭାବରେ ତାର ନିର୍ଯାସ, ତାର ସାରମର୍ମ ଆପଣ ମାନଙ୍କ ଆଗରେ ମୁଁ ଉପସ୍ଥାପନ କରିବି। 5ଟି ଭୁଲ କରିଛନ୍ତି ସୀତା ଦେବୀ। ସେ 5ଟି ଭୁଲ କଣ ଜାଣିବା ଆମ କଥାବସ୍ତୁ ମାଧ୍ୟମରେ। ପ୍ରଥମ ଭୁଲ, ଯୋଉ ଦିନ ପଞ୍ଚବଟୀ ବନରେ ପ୍ରଥମ ଭୁଲ କଲେ ଜାନକୀ, ସୀତା ଦେବୀ ପ୍ରଥମ ଭୁଲ କଲେ ଯୋଉ ଦିନ ମାୟା ମୃଗକୁ ଦର୍ଶନ କଲେ। ମାୟା ମୃଗ ବୋଲି କୁହାଯାଉଛି ଆଜ୍ଞା, ସେ ମାୟାର ମୃଗ। ତଥାପି ସେଦିନ ଜାନକୀ ସେ ମାୟା ମୃଗକୁ ଦେଖି ଆକର୍ଷିତ ହେଲେ ତା ପ୍ରତି। ତେଣୁ ପ୍ରଥମ ଭୁଲ, ମାୟା ମୃଗ ପ୍ରତି ଆକର୍ଷିତ ହବା ସୀତା ଦେବୀଙ୍କର ଇଏ ହଉଛି ପ୍ରଥମ ଭୁଲ। ଦ୍ୱିତୀୟ ଭୁଲ କରିଛନ୍ତି ସୀତା ଦେବୀ, ଶାଶୁଙ୍କ କଥାକୁ ସେ ମାନି ନାହାନ୍ତି। ଗୁରୁଜନ ପିତା ମାତାଙ୍କର ଆଶୀର୍ବାଦ, ତାଙ୍କ ବାକ୍ୟକୁ ରକ୍ଷା କରିବା ହେଲା ସନ୍ତାନ ସନ୍ତତିର କର୍ତ୍ତବ୍ୟ। କୁଳବଧୂ ହୋଇ ସେଦିନ ଶାଶୁଙ୍କ ନିକଟରେ ଯୋଉ ବଚନ ଦେଇଥିଲେ, ଶାଶୁ ଯୋଉ କଥା କହିଥିଲେ, ସେ ବାକ୍ୟକୁ ମଧ୍ୟ ରକ୍ଷା କରିନଥିଲେ ସୀତା ଦେବୀ। ଦ୍ୱିତୀୟ ଭୁଲ କଲେ। ଆପଣ କହିବେ ଶାଶୁଙ୍କର କୋଉ କଥାକୁ ଅମାନ୍ୟ କରିଥିଲେ ସୀତା? ନା ଯେତେବେଳେ ବନବାସକୁ ବାହାରିଥିଲେ ଜାନକୀ, ପ୍ରଭୁ ରାମଙ୍କ ସହିତ ଯିବେ ବନକୁ, ସେତିକି ବେଳେ ମା କୌଶଲ୍ୟା ସେଦିନ ପଦଟେ କହିଥିଲେ ସୀତା ଦେବୀ, ହେଲେ ବିପିନରେ ପିନ ପୁର ଯାଅ ପୂର୍ବ, ଦ୍ରବ୍ୟ ଦେଖିନ ମାଗିବୁ, ବେନି ସହୋଦର ମଧ୍ୟରେ ଆଦର, ବିପଥରୁ କରୁଥିବୁ ସେ ବାଷ୍ପେ ତିନ୍ତିଲା ପୁର, ବାଣୀ ନସ୍ଫୁରେ କଣ୍ଠୁ ତାଙ୍କର, ବାଷ୍ପେ ତିନ୍ତିଲା ଉର। ଚଉଦିନ ମା କୌଶଲ୍ୟା ସୀତା ଦେବୀଙ୍କୁ କହିଥିଲେ, ବିପିନରେ ପିନ ଉରଜା, ଅପୂର୍ବ ଦ୍ରବ୍ୟ ଦେଖିନ ମାଗି, ଅରଣ୍ୟ ମଧ୍ୟରେ ମୋ ପୁଅ ରାମଙ୍କୁ କୌଣସି ଅପୂର୍ବ ଦ୍ରବ୍ୟ କେବେ ମାଗିବ। ବେନି ସହୋଦର ମଧ୍ୟରେ ଆଦର, ବିପଥରୁ କରୁଥିବୁ ରେ ବାଷ୍ପେ ତିନ୍ତିଲା ଉର। ମୋ ଯୋଡ଼ିଏ ପୁଅ ଯାଉଛନ୍ତି, ଦୁଇ ଭାଇଙ୍କ ପ୍ରତି ସମବିଚାର ରଖି ତାଙ୍କର ଯତ୍ନ ନେବେ। ଏତିକି କଥା କହିଥିଲେ। ପ୍ରଥମରେ କହିଥିଲେ କୌଣସି ଅପୂର୍ବ ଦ୍ରବ୍ୟ ମୋ ରାମକୁ ମାଗିବୁନି ରେ ବୋହୂ। ବଧୂକୁ ଯେତେବେଳେ ଏତିକି କଥା କହିଥିଲେ, ପ୍ରଥମରେ ଭୁଲ କଲେ। ଅପୂର୍ବ ମାୟା ମୃଗକୁ ଦର୍ଶନ କରି କଲେ, ପ୍ରଭୁ ମତେ ସେ ମାୟା ମୃଗଟା ଧରି କରି ଆଣି ଦିଅନ୍ତୁ। କାହିଁକି ନା ବନ୍ଧନେ କବରୀ କରନ୍ତେ ଚାଉରି, ଏ ଚାରୁ ଚାମର, ବାମେ ଧନୁ ଧରି ରାଘବ ଉଚ୍ଚାରି କେତେ ମାତର। ସୁନା ହରିଣୀ ପ୍ରତି ପ୍ରଲୋଭିତ ହୋଇ ସୀତା ଦେବୀ ଯୋଉ ଦିନ ପ୍ରଭୁ ରାମକୁ କହିଲେ, ହେ ପ୍ରଭୁ ମୋତେ ସେ ସୁନା ହରିଣୀଟିକୁ ଆଣିଦିଅ, ବନ୍ଧନେ କବରୀ କରନ୍ତେ ଚାଉରି, ଏ ଚାରୁ ଚାମର। କିନ୍ତୁ ମା କୌଶଲ୍ୟା ତ କହିଥିଲେ କୌଣସି ଅପୂର୍ବ ଦ୍ରବ୍ୟ ମୋ ପୁଅକୁ ଅରଣ୍ୟ ମଧ୍ୟରେ ତୁ ମାଗିବୁ ନା। ଦ୍ୱିତୀୟ ଭୁଲ କରିଦେଲେ ସୀତା। ସେଦିନ ଅପୂର୍ବ ଦ୍ରବ୍ୟ ଦର୍ଶନ କରି ରାମ ଠାକୁରଙ୍କୁ ଆଣିବା ପାଇଁ ସେଦିନ ଆଜ୍ଞା କହିଛନ୍ତି। ଇଏ ହେଲା ଦ୍ୱିତୀୟ ଭୁଲ ଜାନକୀ ସୀତାଙ୍କର। ତୃତୀୟ ଭୁଲ କଣ କଲେ ମା ସୀତା ଦେବୀ? ନା ଯେତେବେଳେ ଲକ୍ଷ୍ମଣ ଏବଂ ବନବାସରୁ ଯୋଉ ଫଳମୂଳ ଆସୁଥିଲା,
ଅରଣ୍ୟରୁ ଯେଉଁ ଫଳମୂଳ ସଂଗ୍ରହ କରି ଲକ୍ଷ୍ମଣ ଆଣୁଥିଲେ ଜାନକୀଙ୍କ ନିକଟରେ ଅର୍ପଣ କରୁଥିଲେ। ଜାନକୀ ତାକୁ ଆଜ୍ଞା ସମଭାବରେ ବାଣ୍ଟୁଥିଲେ, ଲକ୍ଷ୍ମଣକୁ ଦଉଥିଲେ, ପ୍ରଭୁ ରାଜବଲ୍ଲଭ ରାମ ଠାକୁରଙ୍କୁ ଦଉଥିଲେ, ନିଜ ଭକ୍ଷଣ କରୁଥିଲେ, ଫଳମୂଳ ଭକ୍ଷଣ କରୁଥିଲେ। କିନ୍ତୁ ଦେବର ଯିଏ ଦେବର ଲକ୍ଷ୍ମଣ, ଅନୁଜ ଲକ୍ଷ୍ମଣ ହେଉଛନ୍ତି ତମର ପୁତ୍ର ସମ। ମା ପୁତ୍ରର ଅଳି ଅର୍ତ୍ତଳି ସହିବା ସଙ୍ଗେ ସଙ୍ଗେ ତାର ଖାଇବା ପିଇବା ବସିବା ଉଠିବା ପ୍ରକୃତରେ ପିଲାଟା ଖାଉଛି କି ନାହିଁ, କେମିତି ଭାବରେ ରହୁଛି, ଏ କଥା ମା ହିଁ ଧ୍ୟାନ ଦେଇ ବୁଝିଥାଏ। ଫଳଟା ଦେଲା ପରେ ଲକ୍ଷ୍ମଣ ତାକୁ ଭକ୍ଷଣ କଲେ କି ନାହିଁ, ଏ କଥାକୁ ତମେ ଟିକେ ବୁଝିଲ ନା। ତମେ ପରା ମା ଭାବରେ ତାର ମା ବୋଲି ବିଚାର କରି ଯେତେବେଳେ କୌଶଲ୍ୟା କହିଥିଲେ ବିନି ସହୋଦର ମଧ୍ୟରେ ଆଦର ରଖିଥିବ ବେପଥରୁ କରୁଥିବ ରେ ବାଷ୍ପେ ତେନ୍ତି ଲାଉର, କହିଥିଲେ ମୋ ଯୋଡ଼ିଏ ପୁଅକୁ ସମ ଭାବରେ ଦର୍ଶନ କରିବୁ, ତେବେ ଫଳଟି ନେଇ ପୁଅ ଭକ୍ଷଣ କରୁଛି କି ନାହିଁ, ଖାଉଛି କି ନାହିଁ, ଏ କଥାକୁ ମଧ୍ୟ ତମେ ବିଚାର କଲ ନା, ଜାଣିଲ ନା। ତୃତୀୟ ଭୁଲ ହେଲା, ଲକ୍ଷ୍ମଣ ପ୍ରତି ଏ ବିଚାର କହିଲେ ଅତ୍ୟୁକ୍ତି ହବ ନାହିଁ। ତୃତୀୟରେ ଯେଉଁ ଦିନ ମାୟା ମୃଗ ଖେଳିଥିଲା, ମାରିଚ ମାୟା ମୃଗ ରୂପକୁ ଧାରଣ କରି ଆସିଥିଲା ପ୍ରଲୋଭିତ କରି ରାମ ଠାକୁରଙ୍କୁ ସିନ୍ଦୁରକୁ ନେଇଯିବା ପାଇଁ। ସେଦିନ ଲକ୍ଷ୍ମଣ ଇତ ଜିତେନ୍ଦ୍ରିୟ ପୁରୁଷ ମହାଯୋଗୀ ଲକ୍ଷ୍ମଣ, ସିଏ ସନାଗଙ୍କର ଅବତାର କହିଲେ ଅତ୍ୟୁକ୍ତି ହେବ ନାହିଁ। ସେ ଜାଣିପାରିଥିଲେ ଇଏ ମାୟା ମାରିଚ ଆସିଛି ଆଜି ମାୟା ମୃଗ ରୂପକୁ ଧାରଣ କରି। ଏ କଥାକୁ ପରିପ୍ରକାଶ କଲା ପରେ ମଧ୍ୟ ତମେ ମାନି ନଥିଲ, ପଠେଇଥିଲ ଲକ୍ଷ୍ମଣକୁ, ଯାଉ ତମ ଭାଇ ପ୍ରତି ବିପଦ ଆସିଛି। ତିନିଟା ଗାର ସେଦିନ ସରମୁନରେ କାଟିଥିଲେ ଲକ୍ଷ୍ମଣ। ତୃତୀୟ ଭୁଲ। ଚତୁର୍ଥ ଭୁଲ ତମେ କଲ, ସରମୁନରେ ଯୋଉ ତିନି ଗାର ଲକ୍ଷ୍ମଣ କାଟିଦେଲେ, କଥା ଦେଇଥିଲେ ମୁଁ ଯାଉଛି ଆପଣଙ୍କ ବାକ୍ୟକୁ ରକ୍ଷା କରି, ହେଲେ ମା ଆପଣ ଏ ତିନିଟା ଗାର ନେଇ ଏପଟକୁ ଆସିବେ। ବଚନ ଦେଇଗଲେ ତିନିଟା ଗାର କାଟି ଏପଟକୁ କଦାପି ଆସିବେ ନା, ଏ ତ୍ରିସଂସାରରେ କୌଣସି ଶକ୍ତି ନାହିଁ ଏ ତିନି ଗାର ଟପି ଆପଣଙ୍କୁ ବିପଦ ଯୁକ୍ତ କରେଇବେ। କିନ୍ତୁ ଲକ୍ଷ୍ମଣ ତ ଚାଲିଗଲେ, ସେ ଗାର ଦେବା ବ୍ୟର୍ଥ, ସେ ବଚନ ଦେବା ବ୍ୟର୍ଥ, ସେ ତିନି ଗାରକୁ ନେଇ ଭିକ୍ଷା ଦେବା ପାଇଁ ତମେ ଚାଲିଗଲ, ଲକ୍ଷ୍ମଣର ବାକ୍ୟକୁ ମଧ୍ୟ ଅମାନ୍ୟ କଲ। ଇଏ ଚତୁର୍ଥ ଭୁଲ। ପଞ୍ଚମ ଭୁଲ, ଯଦିଓ ତ୍ରାହି ଲକ୍ଷ୍ମଣ ଡାକକୁ ଯେତେବେଳେ ଶୁଣିଥିଲେ ଲକ୍ଷ୍ମଣ ବିଚଳିତ ହୋଇନଥିଲେ। ମନଜୟୀ ପୁରୁଷ ହଉଛନ୍ତି ଲକ୍ଷ୍ମଣ, ସେଦିନ ବିଚଳିତ ହେଲେ ନା, କହିଲେ ନା ଇଏ ମୋ ଭାଇର କଣ୍ଠସ୍ୱର ନୁହଁ, ମୋ ଭାଇ ପ୍ରତି କେବେ ବିପଦ ଆସିପାରେ ନା, ମୋ ଭାଇ ବିପଦଗ୍ରସ୍ତ ହୋଇ ଲକ୍ଷ୍ମଣକୁ କେବେ ଆବାହନ କରିପାରନ୍ତି ନାହିଁ ବା ଡାକି ପାରନ୍ତି ନାହିଁ, ଏ କଥା କେବେ ସମ୍ଭବ ନୁହଁ। ଦୃଢ଼ୋକ୍ତି ଭାବରେ ସେଦିନ ପରିପ୍ରକାଶ କରିଥିଲେ ଲକ୍ଷ୍ମଣ। ତଥାପି ତମେ ବାଧ୍ୟ କରି ଭତ୍ସନା କଲ ଲକ୍ଷ୍ମଣ, ନିନ୍ଦା କଲ ବୀର ଲକ୍ଷ୍ମଣ, ଭତ୍ସନା କରି ଯିବା ପାଇଁ ତମେ ବାଧ୍ୟ କରେଇଥିଲ। ତେଣୁ ଲକ୍ଷ୍ମଣଙ୍କର ଅନିଚ୍ଛା ସତ୍ତ୍ୱେ ସେଦିନ ଭାଇଙ୍କୁ ରକ୍ଷା କରିବା ପାଇଁ ବା ଭାଉଜଙ୍କ ବାକ୍ୟକୁ ରକ୍ଷା କରିବା ପାଇଁ ସେଦିନ ବାଧ୍ୟ ହୋଇ ଲକ୍ଷ୍ମଣ ଚାଲିଗଲେ, ଯଦ୍ୱାରା ସୀତା ଅପହୃତା। ତେଣୁ ପ୍ରକୃତରେ ଇଏ ଭତ୍ସନା କରିବା ଲକ୍ଷ୍ମଣ, ଇଏ ହେଲା 5 ନମ୍ବର। ତେଣୁ ପ୍ରକୃତରେ ସୀତା ଦେବୀ ଯଦି ଚୋରି ହେଲେ, ଯଦି ଲାଞ୍ଛିତା ହେଲେ ଦଶଶିର ରାବଣ ଦ୍ୱାରା, ଭୁଲ ଥିଲା ସୀତାଙ୍କର। ଏ 5ଟି ଭୁଲ ପାଇଁ ସୀତା ଚୋରି ହେଇଥିଲେ। ଏବଂ ଆମ ରାମାୟଣ ଭିତରେ ମା ଜାନକୀ 5ଟି ଭୁଲ କଲେ। 5ଟି ଭୁଲ କରିବା ଯୋଗୁଁ ପ୍ରକୃତରେ ଜାନକୀ ହରଣ ହେଲେ। ଏହାଠାରୁ କାର୍ଯ୍ୟକ୍ରମ ଆଗକୁ ଗଲା, ରାମାୟଣ ବଢି ବଢି ଚାଲେ। ତେବେ ସ୍ୱଳ୍ପ ସମୟର କଥାବସ୍ତୁ ଆପଣ ମାନଙ୍କ ଆଗରେ ଯେଉଁ ପରିପ୍ରକାଶ କଲି,
ସୀତା ଦେବୀଙ୍କର 5ଟି ଭୁଲ। ପ୍ରଥମରେ ମାୟା ମୃଗ ଦେଖିଲେ, ଲୋଭାସକ୍ତ ହେଲେ, ଆକର୍ଷିତ ହେଲେ। ପ୍ରଭୁ ରାମଙ୍କୁ କହିଲେ ମତେ ଆଣିଦିଅ। ବନ୍ଧନେ କବରୀ କଣନ୍ତି ଚାଉରିଏ ଚାରୁ ଚାମର, ବାମେ ଧନୁ ଧରି ରାଘବ ଉଚ୍ଚାରେ କେତେ ମାତର। ପ୍ରଭୁ ରାମ ଆଜ୍ଞା ଗଲେ। ଦ୍ୱିତୀୟରେ ଶାଶୁ ବାକ୍ୟକୁ ରକ୍ଷା କରିନଥିଲେ। ଶାଶୁ ମା ଯୋଉ କଥା ଦେଇଥିଲେ, ବିପିନରେ ପିନୌର ଯାଅ ପୂର୍ବ ଦ୍ରବ୍ୟ ଦେଖିନ ମାଗି, ଏ କଥାକୁ ଅମାନ୍ୟ କରି ସେଦିନ ଅପୂର୍ବ ଦ୍ରବ୍ୟ ସୁନା ହରିଣୀର ରୂପକୁ ଦେଖି ପ୍ରଭୁ ରାମକୁ ଆଣିଦେବା ପାଇଁ ସେଦିନ ତମେ ବାଧ୍ୟ କରାଇଥିଲେ। ଆଉ ଲକ୍ଷ୍ମଣଙ୍କୁ ଖାଦ୍ୟ ଦେଲା ପରେ ଖାଇବା ପିଇବା କଥା ବୁଝି ନଥିଲ ତମେ। ଏବଂ 3 ଗାର ଦେଇଥିଲେ ଲକ୍ଷ୍ମଣ, ଯୋଉ ଦ୍ୱାହି ଦେଇଥିଲେ, ସେ 3 ଗାରକୁ ମଧ୍ୟ ତମେ ଡେଇଁ ବାହାରି ଯାଇଥିଲ। 3 ଗାରକୁ ଡେଇଁ, ଆଉ ଶେଷରେ ଲକ୍ଷ୍ମଣଙ୍କୁ କଲ ଭତ୍ସନ। ତେଣୁ ସୀତା ଦେବୀଙ୍କର ସ୍ୱୟଂ ବେଦବତୀ କନ୍ୟା ଯେ ତ୍ରେତୟା ଯୁଗରେ ସୀତା ଭାବରେ ଅବତୀର୍ଣ୍ଣ ହେଲେ, ସିଏ ମଧ୍ୟ 5ଟି ଭୁଲ କଲେ ରାମାୟଣ ମଧ୍ୟରେ। ଇଏ 5ଟି ଭୁଲ କରିବା ଯୋଗୁଁ ରାମାୟଣର ଗତିପଥ ବଦଳିଗଲା। ତେବେ ଏହି ପୁରାଣ ରହସ୍ୟ ମାଧ୍ୟମରେ ଆପଣମାନେ ଶ୍ରବଣ କରୁଛନ୍ତି ସ୍ୱଳ୍ପ ସମୟର କଥାବସ୍ତୁ। ଏ କଥାବସ୍ତୁକୁ ମୁଁ ଏଠି ବିଶ୍ରାମ ଦଉଛି। ପରବର୍ତ୍ତୀ ଅଧ୍ୟାୟରେ ଆଉ ଗୋଟିଏ ସୁନ୍ଦର କଥାବସ୍ତୁ ନେଇ ଆପଣମାନଙ୍କ ଆଗରେ ଉପସ୍ଥାପନ କରିବି। ସେ ସର୍ବେ ଭବନ୍ତୁ ସୁଖୀନ, ସର୍ବେ ସନ୍ତୁ ନିରାମୟା, सर्वे भद्राणि पश्यन्तु मा कश्चित् दुःखभाग् भवेत्। ओम शान्ति, ओम शान्ति, ओम शान्ति।